আমার বাড়ি দীঘা। আমি কলিকাতার জগন্নাথ মন্দিরে পূজা করছি। আমি জগন্নাথ মন্দিরে পূজা আছে। আমি ওড়িয়া জানছে আমার দীঘা থেকে নূতন জগন্নাথ মন্দির ভারত সারা মানুষ আসবে দেখবে। ওড়িশা থেকে কোন কোন মানুষ যাবে পুরীর জগন্নাথ মন্দির থেকে কোন মানুষ যাবে না। সবাইকে আমার দীঘা থেকে আসবে। আমার দীঘা থেকে জগন্নাথ মন্দির আছে, সবাই মানুষ আসবে। আমি 2 বছর চলে জগন্নাথ মন্দির যাইছিলেন। আমি ওড়িয়া ভাষা জানিছি। ও পটাবু এদিকে আসো। কোথায় যাইছো? কোথায় যাইছো? আমি জগন্নাথ মন্দির পন্ডা, কলকাতা দীঘা মন্দির নূতন আছে এই বরস। দীঘার মন্দির জগন্নাথ ধাম। তুমি আসো, তুমি আসো, পুরী পন্ডা তুমি আসো। আমি আসিল কি কি বলছে পেলে গো? কি লেট করছো? জলদি জলদি আসো। কি লেট করছো? জলদি জলদি আসো। এতে দিন পর একটা মଣିষ ଦେଖିଲି পুরীরে পুଣି দীঘা পଣ୍ଡা ଆମ ସହିତ পেলে ପୁଅ টালি କରିବେ। ଆଜି ମଣି ଦେଖିନେବି କେତେ ତୁ ବାହାନା କରିବୁ। ଜଗନ୍ନାଥ ମନ୍ଦିର ପୁଣି ତମେ ଦୀଘାରେ କରିବ, ବଡ଼ ନାଟକ କରୁଛ। ଦୀଘା ପଣ୍ଡା ଖାଇଛ, ଦୀଘା ପଣ୍ଡା। ଦୀଘାର ଜଗନ୍ନାଥ ମନ୍ଦିର କରି ତମେ ବଡ଼ ପଣ୍ଡା ସାଜିବାକୁ ଚେଷ୍ଟା କଲନି। ରହ ମଣି, ମୁଁ ଯାଉଛି ତୋ ପାଖକୁ। ନନା ଓଳି କି? ଏ ରଖିତା ସେତିକି ଫେରି କିଏ? ନନା ଓଳି କି? ତୁ ଦୀଘା ପଣ୍ଡା ଦେଖା ନା ଆଉ ଭେକେ। ହଁ ଡକେଇଥିଲୁ, କ'ଣ କରିବୁ କହିବୁ? କାହିଁ ଡକେଇଥିଲୁ ଦୀଘା ପଣ୍ଡା ମତେ କହିଲୁ? ଡକେଇବାର କାରଣ ଏଇକି ଯେ ଦୀଘାରେ ଗୋଟେ ଜଗନ୍ନାଥ ମନ୍ଦିର ହେଇଛି। ସେଇ ଦୀଘା ନା ସେଇ ଦୀଘା ଜଗନ୍ନାଥ ମନ୍ଦିରରେ କେମିତି କଣ ପୂଜା ପାଠ ହବ ସେଇ ବିଷୟରେ ପଚାରିକି ବୁଝିଥାନ୍ତି। এই ଦେଖୁନ ଆମ ଦୀଘାର ବଡ ପୂଜକ ଯାଇଛନ୍ତି, ଝୁଲାର ପ୍ରେମ ସବୁ ଲେଖି ଲେଖି ରଖିବେନି। ଓହୋ, ତେବେ ତୁମେ ମାନେ ଆମ ପୁରୀ କି ଖାଇବାକୁ ଚେଷ୍ଟା କଲଣି, ଆମ ଜଗନ୍ନାଥ ମନ୍ଦିରକୁ ବି ଖାଇବାକୁ ଚେଷ୍ଟା କଲଣି। আমি কলকাতার বড় পুন্ডা। ଓହୋ, ତମ କଲିକତାରେ ସବୁବେଳେ ଓଲଟା ଓଲଟା। আর কইছো তো ঠিক, না ভুল রইলা কোউঠি? ତମର ତ ଦାରୁ ବ୍ରହ୍ମ ନାହିଁ। না না, আমার পଥরের মূর্তি। ଆରେ ହେ ତ ପହନି କାମକୁ ନୁହେଁ। না ନା, ଏ ଦୀଘା ପଣ୍ଡା ଆମ ଓଡ଼ିଶା ପାନ ଖଣ୍ଡେ ଖାଇଦେ। ଏ ଦୀଘା ପଣ୍ଡା ଆମ ଓଡ଼ିଶା ପାନ ଖଣ୍ଡେ ଖାଇଦେ। ଜୟ ଜଗନ୍ନାଥ। ଡାଉଟ୍ ରହୁଛି ତମେ ପ୍ରକୃତ କଲକାତାର ଦୀଘା ମନ୍ଦିର ପୂଜକ କି ନାହିଁ ମୁଁ ଜାଣିପାରୁନି। চিতা চৈতন্য দেখে জানিবার না? କିନ୍ତୁ ତମର ସବୁ ଓଲଟା, ও অরিজিনাল পন্ডা। ତମର ସବୁ ଓଲଟା। মতে ଆମ କଲିକତାର ମମତା ଦିଦି ଦୀଘାରେ ଯୋଉ ନୂଆ ଜଗନ୍ନାଥ ମନ୍ଦିର ତିଆରି କରିଛନ୍ତି, ମତେ ନୂଆ ପୂଜକ ଭାବରେ ପୋଷ୍ଟିଂ ଦେଲେ। ବୁଝିପାରିଲ ତ? ହଁ ରେ ମଣି, ତୋର ସବୁ ଖଣି ଖଣି। ତମକୁ ନେବି ଟାଣି କୋଲକାତା ମନ୍ଦିର। ସେଠି ବିଶ୍ୱର ଲୋକ ସବୁ ଆସିବେ।
ସାରା ଓଡିଶାର ଲୋକ ଆମର ଆସିବେ। ହେ ବେଇ ପୁଅ, ତୋର ପୁଣି ଓଡ଼ିଶାର ସବୁ ଲୋକ ଯିବେ ଦୀଘା ମନ୍ଦିରକୁ? ହଁ, ଅସମ୍ଭବ କଣ? ଆମେ ପୁରା ଟିଟୋ ଓଡିଶା ଜଗନ୍ନାଥ ମନ୍ଦିର ଭଳିଆ ଆମ ଜଗନ୍ନାଥ ମନ୍ଦିର ତିଆରି କରିଛୁ। ଲୋକ ତ ନ ଚିହ୍ନି ପାରି ସବୁ ଆମ ମନ୍ଦିରକୁ ଧାଇଁବେ ଆଉ ଧାଇଁବେ ଆଉ। କଣ କହିଲୁ ବେଇ ପୁଅ? ଆମ ଜଗନ୍ନାଥ ମନ୍ଦିରକୁ ଚିହ୍ନି ପାରିବେନି ଶ୍ରୀକ୍ଷେତ୍ରକୁ? ତମ ଦୀଘାକୁ ପଳେଇଯିବ ସବୁ ଓଡ଼ିଶା ଲୋକ? ଦିନ ଦି ଚାରିଟା ହେଇଛି କି ନାହିଁ, ନୂଆ ମନ୍ଦିର ପ୍ରତିଷ୍ଠା କଲ, ସେଇଥିରେ କହୁଛ ତମ ଦୀଘା ଶ୍ରୀକ୍ଷେତ୍ର ହେଇଗଲା? ଏ ମଣି, ଖାଇଛୁ ଖାଣି? ତମକୁ ଆମେ କଳବଳ କୌଶଳ ନବୁ ଟାଣି। ଜମା ହବନି ବେଇ ପୁଅ, ପେଲେଇ ପୁଅ। ହବ, ପେଲେଇ ପୁଅ ହବ, ସବୁ ହବ। ତୁ ବାର ବାର ଫୋନ କରିବାରୁ ମୁଁ ଦୀଘାକୁ ଟିକେ ଆସିବି। ଘର ଚାଲ ତ ପୁରୀ। ଯିବା, କାହିଁ ଯିବା? ମଣି, ସେଇଠି ଖାଇବୁ କହୁନି। ତମେ ଆମ ପୁରୀ ମନ୍ଦିରକୁ ବଦନାମ କରିବାକୁ ଯିବ। ପୁରୀ ଜଗନ୍ନାଥ ଧାମ ନୁହେଁ, ପୁରୀ ହଉଛି ବା 4 ଧାମର ଗୋଟେ ଧାମ। ହଁ ଭାଇ, ଆମର ତ ଉପରୁ ପଥର ମାରୁଛି ଆମ ଉପରେ। ଆଗରୁ ତ ବଙ୍ଗାଳୀ କହୁଥିଲୁ, ଓଡ଼ିଆ କେମିତି ଶିଖିଲୁ କହ? ମୁଁ ଓଡିଆ ପିଲା, ସେଠି ରହିବାରୁ ବଙ୍ଗାଳୀ କହିବାକୁ ପଡିଲା। ତୁ ପଇସା ଦେବାରେ ଏଠିକି ଆସିବୁ। ପଇସା ଆଜିକାଲି ଆଉ ଚଳୁନି, ନୋଟ ନୋଟ ଟଙ୍କା। ତମ ମମତା ଦିଦି କହିଦବୁ ଆମ ପୁରୀ ହଉଛି ଅରିଜିନାଲ ଧାମ, ଶ୍ରୀକ୍ଷେତ୍ର। ତମେ ଯୋଉ ରଥଯାତ୍ରା କରିବ, କେମିତି କରିବ କହିଲୁ ମଣି? ହଁ କରିବି ଆଉ, ସେଠି ରଥ ଚିତା ରଖିକି ଟାଣି ଟାଣି ପଳେଇବୁ ଆଉ। ଦାରୁ ବୋମ କେମିତି ଯିବ? ଏଇଥିରେ କହୁଛ ତମେ ଦୀଘାକୁ ଜଗନ୍ନାଥ ଧାମ କରିବ? ମୋ ରକ୍ତ ଟକମକ ହେଇଯାଉଛି। ଆମ ଜଗନ୍ନାଥକୁ ତମେ ବଦନାମ କର, ହାତ ତ ଉପରକୁ ଉଠିଯିବ। ଇଏ ହଉଛି ଦୀଘା, ତଳକୁ ହାତ କର, ନହେଲେ ହାତରେ ବସିଯିବ, ପିଠିରେ ବସିଯିବ ବିଧା। ଆରେ ତମ ଏ ଦୀଘାରେ ତ ବହୁତ ସୁନ୍ଦର ସୁନ୍ଦର ଜଙ୍ଗଲ ଅଛି। ଆସିଲ ମାନେ ସିନା ଦେଖିବ। ଆଗ ପ୍ରଥମେ ହାତ ତଳୁ କର, ଏଇଟା ଅଛି ଦୀଘା, ପିଠିରେ ବସିଯିବ ବିଧା। ଏ ମଣି, ଖାଇନୁ ପାଉଣି? ଏ ମଣି, ଖାଇଛୁ ପାଉଣି? ମଣି ଦେଖାଉନା ଏଟା ଜାଣି, ରୋଗ ଦେଖାଇବ ଘରେ ବଡ ପୁରୀ କଣ୍ଟା, ରାଗ ଓଡିଶାରେ ଦେଖାଇବ, ଆଠି ଦେଖାଇବ, ଏଟା ଦୀଘା। ପେଲେଇ ପୁଅ, ତମ ପ୍ରତିବନ୍ଧନ ଦେଖିଲ ଦେଖିଆ କଣ ହଉଛି। ତମର ଆଉ ଭଲ ବେଳା ନାହିଁ। ଦେଖିଛି ପକେଇବି। ତମେ ସମସ୍ତଙ୍କଠାରୁ ବଡ ଫୁଣ୍ଡା କରୁଛ, କାରଣ କଣ କହିଲ ଟିକେ? ତମେ ଜଗନ୍ନାଥ ଧାମକୁ ଆଉ ଗୋଟେ ଜଗନ୍ନାଥ ଧାମ କଲନି, ତମକୁ ଆଉ ଭଲ ବେଳା ଆସିବ? আমি কি করবে? সবাইকে আমার দিদি মাতা দিদি। ଓହୋ, ଆଚ୍ଛା କଥା। ଏ ପୋଥି ନେଇ ସବୁ ପଢ଼ାପଢ଼ି କର, ସବୁ ଜାଣିଯିବ। ଜଗନ୍ନାଥ ସେଠିକି ଯିବେନି, ପୁରୀରେ ରହିବେ। ও বড় পুরাইছ, ও বড় পଣ୍ଡা, এতে কম এতে পূজা পূজা ও সব লেখি যাইছ তো? ହଁ ହଁ, କିଛି ବି ଛାଡ଼ିନ ତ? ଇଏ ଦାରୁ ବ୍ରହ୍ମ, ତମର ହଉଛି ପଥର ମୂର୍ତ୍ତି, ଟିକେ ଓଲଟା। ତମେ ଯେମିତି ନୀତି ରଖିଥିବ ପୂଜା ପାଠ, ମୁଁ ସେମିତି କରିବି ଆଉ କଣ? ଦୋଷ ପଇଲେ ତମ ଉପରେ ପଡିବ ତ ଆଉ କଣ? ଏ ମଣି, ଏ ତୁ କଥା କହୁଛୁ ଆମ ଉପରେ ଦଶା ପଡ଼ିବ? ଆଉ ତମେ ଯାହା ପୂଜା ପାଠରେ ଲେଖିଥିବ ତ ଅନୁସାରେ, ମୁଁ ସେଇ ଅନୁସାରେ ଦେଖିକି କରିବି। ଆଉ ଯଦି କଣ ଭୁଲ ଭାଲ ହେଲା, ତମ ଉପରେ ଦୋଷ ପଡିବ। ଏଇଟା ଆମର ଦାରୁ ବ୍ରହ୍ମ, ତମର ପଥର ମୂର୍ତ୍ତି। ଦେଖେ, ତା ସନ୍ଧ୍ୟାବେଳକୁ ମୁଁ ଟ୍ରେନରେ ପୁରୀ ପଳେଇଯିବି, ଆଉ ତୁ ପୁରୀ ସେଠି ଯିବୁ, ଦେଖିବି ତ ଦେବି ଧରି ସେଇଠି। ମୁଁ ଏଇ ସନ୍ଧ୍ୟାବେଳକୁ ପୁରୀ ପଳେଇ ଯାଉଛି। ଦେଖ, ଆଜି ମୁଁ ସନ୍ଧ୍ୟାବେଳକୁ ପୁରୀ ପଳେଇ ଯାଉଛି। ତୁ ଯେମିତି ହଉ 5 ଦିନ ଭିତରେ ଲୁଚିକି ପୁରୀ ପଳେଇଯିବି। ଦେଖିବା ସବୁ ଚତୁର୍ଥୀ ପୁରା ଷ୍ଟ୍ରିଟ୍।
ଯେକୌଣସି ପ୍ରକାର ବାହାନା କରି ପଳେଇଯିବି। ହଉ ଆଉ ଯେମିତି ହେଲା ଯିବି ଆଉ। ଯଦି ନ ଜାଣିଥିବୁ ସେଟା ପୁରୀରେ ପୁରେଇ ଦେବୁନି। ହଉ ଯେମିତି ଆଉ ବଡ ବଡ ମୁଁ ପୁରୀ ପଳେଇବି। ପଣ୍ଡା ବାବୁ ଓଳିକି। ହଁ ପଣ୍ଡା ବାବୁ ଓଳିକି। ପୁରୀ ପଳେଇ ଆସିବୁ ସଳକି। ତୁ ଦିଘାରେ ସାଜିଛୁ ଭଣ୍ଡ ପୂଜାରୀ, ଏ ଛୁଆ ଦିଟାକୁ ନେଇକି ଯିବୁ, ସେଠି କହିପାରିଲେ ଖାଇକି ଆସିବେ। ଏ ଦିଟା ଛୁଆଙ୍କୁ ଆମ ଓଡ଼ିଶାରୁ ଆଣିଥିଲି, ବୁଝିପାରିଲ? ଭୋଗରା କରିଥାନ୍ତେ, ଦୁରିଆ ସାଜିଥାନ୍ତେ। ଦିଘାରେ ପୁରା ଡୁପ୍ଲିକେଟ ମନ୍ଦିରରେ ପୁରା ଫୁଲ ଆୟୋଜନ ଥିଲୁ ଆଉ। ସିଏ ପରା 10 ପଇସା ପାଇଥିଲେ, ମୁଁ 5 ପଇସା ପାଇଥାନ୍ତି। ବଡ ପଣ୍ଡା ଆମକୁ ବି ଓଡ଼ିଶା ନେଇଯାଅ, କମଳକୁ ରକ୍ଷା କର, ବିକ୍ରମକୁ ରକ୍ଷା କର। ଭାଇ ରେ ତୁ ପିଲା ବ୍ୟବସାୟ ବି କଲୁଣି, ଦିଘାରେ ପୁରା ବେପାର ଖୋଲିଦେଇଛୁ ଆଉ। ଜଲ୍ଦି ଚାଲ, ନହେଲେ ପୁରୀ ସମସ୍ତଙ୍କୁ ଡାକିକି ଆଣିବି, ପୁରୀ ଡାକିକି ଆଣିବି, ସମସ୍ତଙ୍କୁ ଧରିକି ନେଇକି ଯିବି। ପଣ୍ଡା ବାବୁ ଆମେ ପଳେଇବୁ। ହଉ ଚାଲ ଯିବା ଏଥର।